ଏବଂ ସିଏ ମୋ ବାପା ଆଉ ମୋ ଭିତରେ ସେତୁ ବନ୍ଧୁ। କାରଣ ବାପା ଅନେକ କଥା କହିବାକୁ ଚାହାନ୍ତି, ମୋତେ କହିପାରନ୍ତି, ମୋର ଘରେ ରାଗନ୍ତି, କେତେ କଥା ଇଏ ସେ ସବୁ ତାକୁ ଡାକି କହିବେ ଯେ ତ ଶୁଣୁ ସେ ଏହା କଲା ସେ କଲା, ବାପି ଏଟା ବୁଝୁନି, ଯାଉନି, ଇକୁନି ଶିଖୁନି। ସେ ଯାହା ଯାହା ଶୁଣିଥିବେ 100 ପଦ କଥା ମୋତେ 10 ପଦ କଥା କହିବେ, ପୁରା ଫିଲ୍ଟରେଟ୍ କରି କହିବେ। କିନ୍ତୁ ମୁଁ ଡାକିବି ମୋର ଯାହା କହିବା କଥା କିନ୍ତୁ ବାପାଙ୍କୁ ଟିକେ ବୁଝିଦେବି, ଏମିତିଆ କଥା ଏଇ କଥା କଲେ ଭଲ ହୁଅନ୍ତା, ସିଏ ଯାହା ସେଠି କରିବ। ଆମ ଦୁଇ ଜଣ ଭିତରେ ସିଏ ହେଉଛି ସେତୁବନ୍ଧ। ଜୀବନରେ ସେ ଲୋକ ମୋତେ କେବେ ବି କିଛି ମାଗିନି, ଆପଣମାନେ ବିଶ୍ୱାସ କରିବେନି। ଅନେକ ଥର ଅନେକ କିଛି ଦେବା ପାଇଁ ଚେଷ୍ଟା କରୁଛି। ଇଲେକ୍ସନ ବେଳେ ମୁଁ କହିଲି ଗୋଟେ ଗାଡ଼ିଟି ଦେଉଛି, ତମେ ଏତେ ରାତିରେ ବୁଲାବୁଲି କରୁଛୁ, କେତେବେଳେ କ'ଣ ଭଲ ହେବ ମନ୍ଦ ହେବ ନା ବାପି ବାବୁ, ମୁଁ ଯଦି ଗାଡ଼ି ଚଲେଇବି ତାହେଲେ ଲୋକମାନେ ଆପଣଙ୍କୁ ଖରାପ ହେବେନି, ମୁଁ ଏଇ 2 ହ୍ୱିଲର ଠିକ୍ ଅଛି। ବିଲକୁଲ ନେଲାନି, ଠିକ୍ ଅଛି। ତଥାପି ଗାଡ଼ି ଆସି ଗୋଟେ ରହିଲା, ବାପୁ ଜାରଜ କଲା, ଦେଲେ। ଏବେ ଗୋଟେ ତାଙ୍କୁ କହିଥିଲି ମୁଁ 10ରେ ତ ଗୋଟେ କାର୍ ଦେବି, ସେଥିପାଇଁ ଜଗନ୍ନାଥ ମୁଣ୍ଡ ଛୁଇଁ ଶପଥ କରିଥିଲି, ତ ମନା କରିବିନି, ଗୋଟେ କଥା କହିବି, ଗୋଟେ ଗାଡ଼ି ଦେବି ତୁ। ହସିଥିଲେ, କହିଲେ କାହିଁ ତାକୁ ଲୋକ କ'ଣ ଭାବିବେ? ଲୋକ କେହି କିଛି ଭାବିବେନି, ତମେ ଗୋଟେ ଏମିତି ଲୋକ, ତମେ ଗୋଟେ କିଏ କରିଦେଲେ କେହି କିଛି ଭାବିବେନି। ଅତି କ୍ୱଚିତ ଲୋକ ଦେଖିଛି ଯିଏ ବିଲକୁଲ କେବେ ରାଗେନି ଜୀବନରେ, ହସି ହସି ସବୁବେଳେ ସବୁ କିଛି ସହିଯାଏ। ବିରଳ ସେମିତିଆ ବ୍ୟକ୍ତିତ୍ୱ, ବିରଳ। ଏବଂ ମୁଁ ତାଙ୍କୁ ନେଇକି ରାଜନୀତିରେ ଅନେକ ଆଗକୁ ଯିବା ପାଇଁ ଚିନ୍ତା କରିଥିଲି, କିନ୍ତୁ ଛାଡ଼ି ଚାଲିଯିବାଟା ତା ଭଳି ଦ୍ୱିତୀୟ ଲୋକ ମୋ ଆଖିକି ଆସୁନାହାନ୍ତି। ଅଛନ୍ତି ଅନେକ ଲୋକ ଅଛନ୍ତି, କିନ୍ତୁ ସେ ପର୍ଯ୍ୟନ୍ତ ପହଞ୍ଚିଲା ବେଳେ ମୋତେ ଏପର୍ଯ୍ୟନ୍ତ ଆପାତତଃ କେବେ ମିଳିନାହାନ୍ତି। ଏବେ ମୁଁ ଫିଲ୍ କରୁଛି ମୋର ବୋଉ ଏକ୍ସପେକ୍ଟ କରିଗଲା ପରେ, ମୁଁ ଯେହେତୁ ବଡ଼ ପୁଅ, ମୋ ସବୁବେଳେ ସବୁ ମୁହୂର୍ତ୍ତରୁ ମୁଁ ଫିଲ୍ କରେ ବୋଉ ମୋର ବାଁ ପଟ କାନ୍ଧରେ ସବୁବେଳେ ମୋ ସାଙ୍ଗରେ ଅଛନ୍ତି। ଇଲେକ୍ସନ ଟାଇମ୍ରୁ ଇଲେକ୍ସନ ସୁରୁ ଆଜିକା ଡେଟ୍ରେ ସବୁ ଜାଗା ମୁଁ ଗାଡ଼ିରେ ବସିଲେ, ସକାଳୁ ଘରୁ ବାହାରିଲେ ମୁଣ୍ଡିଆ ମାରିକି ବାହାରେ, ତାଙ୍କୁ ଗାଡ଼ିରେ ବସିଲେ ମୁଣ୍ଡିଆ ମାରେ। ତେଣୁ ସବୁବେଳେ ମୁଁ ଥାଏ ଯେ ମୋର କିଛି ଅସୁବିଧା ହେବନି, ମୋ ବୋଉ ମୋ କାନ୍ଧରେ ଅଛି। ଏବେ ଏପଟ କାନ୍ଧଟା ଖାଲି ଥିଲା, ଚିତ୍ତ ଆସି ସେ ମୋର ଡାହାଣ ପଟ କାନ୍ଧରେ ଏବେ ଚିତ୍ତ ହେଇ ବସିଛି। ମୁଁ ଜୀବନ ସାରା ଭୁଲି ପାରିବି ଏତେ ଭଲ ପାଇବା, ନିଷ୍କପଟ ମନରେ ମୋର ମଙ୍ଗଳ ଚାହିଁବା, ମୁଁ କେମିତି ଭୁଲିପାରିବି? ମୁଁ ତ ଗୋଟେ ମଣିଷ, ହରେଇବାର ଦୁଃଖ ଅଛି ମୋର ଅତୀତରେ। ଆଉ ଗୋଟେ ଏଇଟା ହେଲା ତ ଗୋଟିଏ କଥା, ଆଜିକାର ଆପଣମାନଙ୍କ ସମାଗମ ଯାହା ହେଇଛି, ଆପଣମାନଙ୍କ ମନ ଭିତରେ ମୁଁ ତ ଜାଣିଛି ଆପଣମାନେ ସମସ୍ତେ ତ ଭଲ ପାଆନ୍ତି, ସେଇ ତା ପ୍ରତି ଗୋଟେ ବହୁତ ଭଲ ଶ୍ରଦ୍ଧାଞ୍ଜଳି। ଗୋଟେ ମଣିଷ ଜୀବନ ଭିତରେ ଆମେ ଏକା ଜନ୍ମ ହୁଏ, ଏକା ମରେ, କେଉଁ ବାପା ମା ପିଲା ଛୁଆ କିଏ ସାଙ୍ଗରେ ଯାଆନ୍ତିନି, କିନ୍ତୁ ଜୀବନର ଅନୁଭୂତିଟା କ'ଣ, ଆପଣ ଉପଲବ୍ଧି ଜୀବନରେ କ'ଣଟା ମଣିଷ ମୃତ୍ୟୁ ଶଯ୍ୟାରେ ଜାଣେ। ଯେତେବେଳେ ମୃତ୍ୟୁ ହେଇଯାଏ, ମୃତ୍ୟୁ ହେବାର 6 ଘଣ୍ଟା ପର୍ଯ୍ୟନ୍ତ ସେ ଆତ୍ମାଟା ତାର ଶରୀର ଚାରିପଟେ ବୁଲୁଥାଏ। କାହିଁକି? ଏଇଟା ଭଗବାନ ରଚନା କରିଛନ୍ତି। ଏହା ଯେ ଜୀବନ କାଳ ଭିତରେ ସେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ କ'ଣ କ'ଣ କାର୍ଯ୍ୟ କରିଛି, ଏବଂ ସବୁଠାରୁ ବଡ଼ ଉପଲବ୍ଧି ତାର କ'ଣ, ଯେ ପ୍ରକୃତରେ ତାକୁ କେତେଜଣ ଲୋକ ଚାହୁଁଛନ୍ତି ଏବଂ ତାକୁ ହରାଇବାର ଦୁଃଖ କେତେଜଣ ଅନୁଭବ କରୁଛନ୍ତି। ଆପଣମାନେ ଦେଖିଥିବେ ବହୁତ ଲୋକ ମିଛରେ ଆସନ୍ତି, କାନ୍ଦି ଦିଅନ୍ତି, ପଳାନ୍ତି, ଇଏ କରନ୍ତି, ତାପରେ ପୁଣି ନିଜ ବାଟରେ ଯାଆନ୍ତି। କି ସେଭଳି ନୁହେଁ, ପ୍ରକୃତରେ ଆତ୍ମର ସହ କିଏ କାନ୍ଦେ, ସେ ଆତ୍ମାଟା ଚାରିପଟେ ତା ଶରୀର ଚାରିପଟେ ବୁଲି ଦେଖେ କ'ଣ ନାଟକ ଚାଲିଛି, କିଏ କେତେଜଣ ମୋତେ ଭଲ ପାଉଛନ୍ତି। ଗୋଟେ ପ୍ରକୃତ ଯଦି ଗୁଡ୍ ସୋଲ୍, ଗୋଟେ ପ୍ରକୃତ ଭଲ ଆତ୍ମା ହେଇଥିବ, ସେ ତା ଦେଖୁଥିବ। ମୁଁ ନିଶ୍ଚିତ ଭାବରେ ଜାଣିଛି ଚିତ୍ତ ମିଶ୍ର ଚାଲିଗଲେ ଯେତେବେଳେ, ସେ ଯେଉଁ 6 ଘଣ୍ଟା ଭିତରେ ସେ ଯଥେଷ୍ଟ ଅନୁଭବ କରିଥିବେ ଯେ ହଜାର ହଜାର ଲୋକ ଯେଉଁ କାନ୍ଦୁଛନ୍ତି, ପ୍ରକୃତରେ ଇଏ ଆ ଭିତରେ କୌଣସି କପଟତା ନାହିଁ, ସମସ୍ତେ ହୃଦୟର ସହ କାନ୍ଦୁଛନ୍ତି ତା ପାଇଁ। এইটা তার ପାଇଁ ବଡ଼ ଶ୍ରଦ୍ଧାଞ୍ଜଳି ଏବଂ ତାର ଏଇଟା ଉପଲବ୍ଧି ଜୀବନର। ଜନ୍ମ ଯେହେତୁ ମୃତ୍ୟୁ ସୁନିଶ୍ଚିତ ହେବ, କିନ୍ତୁ ଆ ଭିତରେ ଏଇ ଯେଉଁ ଭଲ ପାଇବାଟା ଆମେ